କାହାଣୀ ସାଧୁ ଓ ଚୋର। ଏକ ସ୍ଥାନରେ ଚୋର ଓ ସାଧୁ ଏକାଠି ରହୁଥିଲେ। ଚୋର ଚୋରି କରୁଥିଲା। ସାଧୁ ତାକୁ ଦେଖି ଦିନେ ପଚାରିଲେ, ଆରେ ବାବୁ, ତୁମେ ତୁମ ଜୀବନରେ କେତେ ପାପ କଲଣି, ତାହା କେବେ ଭାବିଛ? ଚୋର କହିଲା, ନା, ମୁଁ ଜାଣିନି। ମାତ୍ର ତୁମେ କେତେ ପାପ କରିଛ କହିଲ? ପ୍ରତ୍ୟୁତ୍ତରରେ ସାଧୁ କହିଲେ, ହଁ, ମୁଁ ବି ପାପ କରୁଛି। ଚୋର କହିଲା, କାହାର ପାପ ଅଧିକ କହିଲ ଦେଖି? ପରୀକ୍ଷା ସ୍ୱରୂପ 2ଟି ମାଟି ହାଣ୍ଡି ନିଆଗଲା। ସାଧୁ କହିଲେ, ଏହାକୁ ବନ୍ଦ କରି ରଖାଯିବ। 7 ଦିନ ପରେ ଦେଖିବା, ଯିଏ ଯେତେ ଅଧିକ ପାପ କରିଥିବ ତା ହାଣ୍ଡିରେ ସେତିକି ପଥର ଆପେ ଆପେ ଜମା ହୋଇଯିବ। ଏହିପରି ହେଲା। ଯେଝା କାମରେ ଯେଝା ଲାଗିଗଲେ। 7 ଦିନ ପରେ ହାଣ୍ଡି ଖୋଲିବାରୁ ଚୋରର ହାଣ୍ଡିରେ 20ଟି ଏବଂ ସାଧୁଙ୍କ ହାଣ୍ଡିରେ 21ଟି ପଥର ମିଳିଲା। ଚୋର ଆଶ୍ଚର୍ଯ୍ୟ ହୋଇ କହିଲା, ମହାରାଜ, ମୁଁ ତ ଚୋରି କରୁଥିଲି, ତେଣୁ ମୋ ହାଣ୍ଡିରେ ପଥର ବାହାରିଲା। ମାତ୍ର ତୁମେ ଭଗବାନଙ୍କର ପୂଜା ଆରାଧନା କରୁଥିଲ, ତୁମ ହାଣ୍ଡିରେ ମୋଠାରୁ ଅଧିକ ପଥର କିପରି? ଏହା ବୁଝି ହେଉନି। ସାଧୁ କହିଲେ, ବାବୁ, ତୁମେ ତ ଚୋରି କରୁଥିଲ, ପାପ କରୁଥିଲ, ମାତ୍ର ମୁଁ ସବୁ ଜାଣିବି ଚୁପ୍ ରହୁଥିଲି, ତେଣୁ ତୁମଠାରୁ ବଡ଼ ପାପୀରେ ଗଣା ହେଲି। ଚୋର ଏ କଥା ଶୁଣି ବହୁତ ଲଜ୍ଜିତ ହେଲା। ସେହିଦିନଠାରୁ ଚୋରି ନ କରିବାର ପଣ ନେଇ ସାଧୁଙ୍କ ସହ ସାଧୁଙ୍କ ପରି ଜୀବନଯାପନ କରିବାକୁ ଲାଗିଲା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।